Machine design. Sliding contact bearing. Sliding contact bearing ମୋଟା ସ୍ତର ଯାନ୍ତ୍ରିକ ସ୍ନେହନ ଏଥିରେ ଆପେକ୍ଷିକ ଗତିରେ ଥିବା ବେୟାରିଂର ଦୁଇଟି ପୃଷ୍ଠ ଏକ ତରଳ ପଦାର୍ଥ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ପୃଥକ ହୋଇ ରହିଥାଏ। ତେଣୁ ଏଥିରେ ପୃଷ୍ଠ ସଂଘର୍ଷର କୌଣସି ଭୂମିକା ନଥାଏ। ଏହା ଦୁଇ ପ୍ରକାରର: ହାଇଡ୍ରୋଡାଇନାମିକ ବେୟାରିଂ, ହାଇଡ୍ରୋସ୍ଟାଟିକ ବେୟାରିଂ। ହାଇଡ୍ରୋଡାଇନାମିକ ବେୟାରିଂ ହାଇଡ୍ରୋଡାଇନାମିକ ବେୟାରିଂରେ ସ୍ଲାଇଡିଂ ପୃଷ୍ଠର ଆକୃତି ଏବଂ ଆପେକ୍ଷିକ ଗତି ଦ୍ୱାରା ଭାର ସହନଶୀଳ ତରଳ ସ୍ତର ସୃଷ୍ଟି ହୋଇଥାଏ। ଏଥିରେ ଚାପ ପ୍ରୟୋଗ କରି ସ୍ନେହକ ଯୋଗାଇବା ଆବଶ୍ୟକ ନାହିଁ। କେବଳ ପର୍ଯ୍ୟାପ୍ତ ଏବଂ ନିରନ୍ତର ଯୋଗାଣ ହିଁ ଏକମାତ୍ର ଆବଶ୍ୟକତା। ଏହାର ମୁଖ୍ୟ ପ୍ରୟୋଗ ଇଞ୍ଜିନ୍ ଏବଂ ସେଣ୍ଟ୍ରିଫ୍ୟୁଗାଲ ପମ୍ପରେ ହୋଇଥାଏ। ମନେ ରଖିବା ପାଇଁ ପଏଣ୍ଟ: ଯେଉଁ ବେୟାରିଂ ବିନା ସ୍ନେହକରେ କାର୍ଯ୍ୟ କରେ ତାହାକୁ ଜିରୋ ଫିଲ୍ମ ବେୟାରିଂ କୁହାଯାଏ। ଜର୍ନାଲ ବେୟାରିଂ: ଏହା ହେଉଛି ଏକ ସ୍ଲାଇଡିଂ କଣ୍ଟାକ୍ଟ ବେୟାରିଂ ଯାହା ହାଇଡ୍ରୋଡାଇନାମିକ ସ୍ନେହନ ଉପରେ କାର୍ଯ୍ୟ କରେ ଏବଂ ରେଡିଆଲ ଦିଗରେ ଭାରକୁ ସମ୍ଭାଳିଥାଏ। ଏହାକୁ ଦୁଇ ପ୍ରକାରର: ଫୁଲ୍ ଜର୍ନାଲ ବେୟାରିଂ। ଫୁଲ୍ ଜର୍ନାଲ ବେୟାରିଂ ଜର୍ନାଲ ଏବଂ ବେୟାରିଂ ମଧ୍ୟରେ ସମ୍ପର୍କ କୋଣ 360 ଡିଗ୍ରୀ ଥାଏ। ତେଣୁ ଏହା ଯେକୌଣସି ଦିଗରେ ରେଡିଆଲ ଭାର ଗ୍ରହଣ କରିପାରେ। ପାର୍ସିଆଲ ଜର୍ନାଲ ବେୟାରିଂ: ଜର୍ନାଲ ଏବଂ ବେୟାରିଂ ମଧ୍ୟରେ ସମ୍ପର୍କ କୋଣ 180 ଡିଗ୍ରୀରୁ କମ୍, ଯେପରିକି 120 ଡିଗ୍ରୀ ଥାଏ ଏବଂ ଏହା କେବଳ ଏକ ଦିଗରେ ଭାର ଗ୍ରହଣ କରିପାରେ। ଜର୍ନାଲ ବେୟାରିଂ ସହ ସମ୍ପର୍କିତ ଅନ୍ୟ କେତେକ ପ୍ରକାରର ବେୟାରିଂ: କ୍ଲିୟରାନ୍ସ ବେୟାରିଂ: ଏହି ବେୟାରିଂରେ ଜର୍ନାଲର ବ୍ୟାସାର୍ଦ୍ଧ ବେୟାରିଂର ବ୍ୟାସାର୍ଦ୍ଧ ଠାରୁ କମ୍ ହେବ। ଫିଟେଡ୍ ବେୟାରିଂ: ଏହି ବେୟାରିଂ ଜର୍ନାଲର ବ୍ୟାସାର୍ଦ୍ଧ ବେୟାରିଂର ବ୍ୟାସାର୍ଦ୍ଧ ସହିତ ସମାନ ହେବ। ହାଇଡ୍ରୋସ୍ଟାଟିକ ବେୟାରିଂ: ଏଥିରେ ଦୁଇଟି ପୃଷ୍ଠକୁ ପୃଥକ କରୁଥିବା ଭାର ସହନଶୀଳ ତରଳ ସ୍ତର ଏକ ବାହ୍ୟ ଉତ୍ସ ଦ୍ୱାରା ସୃଷ୍ଟି ହୋଇଥାଏ, ଯାହା ଚାପରେ ପର୍ଯ୍ୟାପ୍ତ ତରଳ ଯୋଗାଇଥାଏ। ତେଣୁ ଏହାକୁ ଏକ ବାହ୍ୟ ଚାପଯୁକ୍ତ ବେୟାରିଂ ମଧ୍ୟ କୁହାଯାଏ। ଏହା ସେଣ୍ଟ୍ରିଫ୍ୟୁଜ, ବଲ୍ ମିଲ୍ ଏବଂ ଭର୍ଟିକାଲ ଟର୍ବୋ ଜେନେରେଟର ବ୍ୟବହୃତ ହୁଏ। ସୁବିଧା: ଉଚ୍ଚ ଭାର ବହନ କରିବା କ୍ଷମତା। ଆରମ୍ଭ ସମୟରେ ସଂଘର୍ଷ ଅନୁପସ୍ଥିତ ଥାଏ। କୌଣସି ଘର୍ଷଣ ପ୍ରକ୍ରିୟା ହୁଏ ନାହିଁ। ପତଳା ସ୍ତର ଯାନ୍ତ୍ରିକ ସ୍ନେହକ ସ୍ତର ତୁଳନାତ୍ମକ ଭାବରେ ପତଳା ଥାଏ ଏବଂ ଆଂଶିକ ଭାବରେ ମେଟାଲ ଟୁ ମେଟାଲ, ଧାତୁ ସହ ଧାତୁ ସମ୍ପର୍କ ହୋଇଥାଏ। ଏହି ସ୍ନେହନରେ ଅତ୍ୟଧିକ ଭାର, କମ୍ ତେଲ ଯୋଗାଣ, କମ୍ ଗତି କିମ୍ବା ମିସଲାଇନମେଣ୍ଟ ହେଲେ ବାଉଣ୍ଡାରୀ ସ୍ନେହନ ଘଟିଥାଏ। ବାଉଣ୍ଡାରୀ ସ୍ନେହନରେ ବେୟାରିଂର କାର୍ଯ୍ୟଦକ୍ଷତା ନିମ୍ନଲିଖିତ ବିଷୟ ଉପରେ ନିର୍ଭର କରେ: ସ୍ନେହକ ତେଲର ରାସାୟନିକ ସଂରଚନା, ପୃଷ୍ଠର ରୁକ୍ଷତା, ଅତ୍ୟଧିକ ଭାର ଏବଂ କମ୍ ଗତିରେ ଏକ ହାଇଡ୍ରୋଡାଇନାମିକ ବେୟାରିଂ ମଧ୍ୟ ବାଉଣ୍ଡାରୀ ସ୍ନେହନ ଅଧୀନରେ କାର୍ଯ୍ୟ କରେ। ସାନ୍ଦ୍ରତା ମାପ: ସେବୋଲ୍ଟ ୟୁନିଭର୍ସାଲ ସେକେଣ୍ଡ ZK = 0.22 t -180/t। ଏଠାରେ ZK ଗତିଜ ସାନ୍ଦ୍ରତା, t SUSରେ ସାନ୍ଦ୍ରତା। ମ୍ୟାକକିଙ୍କ ଅନୁସନ୍ଧାନ: ଏହା ହାଇଡ୍ରୋଡାଇନାମିକ ବେୟାରିଂ ପାଇଁ କରାଯାଇଛି। ବେୟାରିଂ ବୈଶିଷ୍ଟ୍ୟ ସଂଖ୍ୟା: ଏହା ଏକ ବିମାହୀନ ବା ଡାଇମେନସନଲେସ୍ ରାଶି। ଏଠାରେ P ୟୁନିଟ୍ ବେୟାରିଂ ଚାପ, μ ପରମ ସାନ୍ଦ୍ରତା, N ଗତି, RPM ସର୍ବନିମ୍ନ ଘର୍ଷଣ ସହ ଅନୁରୂପ ବେୟାରିଂ ବୈଶିଷ୍ଟ୍ୟ ସଂଖ୍ୟାର ମୂଲ୍ୟକୁ ବେୟାରିଂ ମଡ୍ୟୁଲସ୍ K କୁହାଯାଏ। Kର ଗୁରୁତର ମୂଲ୍ୟ ନିକଟରେ ବେୟାରିଂ କାର୍ଯ୍ୟ କରିବା ଉଚିତ ନୁହେଁ, କାରଣ ଗତି ସାନ୍ୟ ହ୍ରାସ ପାଇଲେ କିମ୍ବା ଭାର ବୃଦ୍ଧି ପାଇଲେ ଏହା ବାଉଣ୍ଡାରୀ ସ୍ନେହନରେ ପରିଣତ ହୁଏ।
ଆଦର୍ଶ ଭାବରେ ଏହା 5K ହେବା ଉଚିତ, କିନ୍ତୁ ପ୍ରଭାବଶାଳୀ ପରିବର୍ତ୍ତନଶୀଳ ଭାର ପାଇଁ ଏହା 15K ଅଟେ। ବେୟାରିଂ ଡିଜାଇନ୍ ପାରାମିଟର ଚୟନ। ଲମ୍ବ ଏବଂ ବ୍ୟାସର ଅନୁପାତ L/D। ଯେପରି L/D ବୃଦ୍ଧି ପାଏ, ଫିଲ୍ମ ଚାପ ବୃଦ୍ଧି ପାଏ, ତେଣୁ ଏକ ଲମ୍ବା ବେୟାରିଂର ଅଧିକ ଭାର ବହନ କ୍ଷମତା ଥାଏ, କିନ୍ତୁ ଏକ ଛୋଟ ବେୟାରିଂରେ ସ୍ନେହକର ପାର୍ଶ୍ୱ ପ୍ରବାହ ଅଧିକ ହୋଇଥାଏ, ଯାହା ଉତ୍ତାପ ବିକିରଣକୁ ଉନ୍ନତ କରିଥାଏ। ଲମ୍ବା ବେୟାରିଂଗୁଡ଼ିକ ମେଟାଲ ଟୁ ମେଟାଲ ସମ୍ପର୍କ ପ୍ରତି ଅଧିକ ସମ୍ବେଦନଶୀଳ ଅଟନ୍ତି। ସାଧାରଣତଃ 0.5 L/D is less than 2। ଲମ୍ବା ବେୟାରିଂ ପାଇଁ L/D is greater than 1। ଛୋଟ ବେୟାରିଂ ପାଇଁ L/D less than 1। ବର୍ଗାକାର ବେୟାରିଂ ପାଇଁ L/D is equal to 1। ଷ୍ଟାର୍ଟଅପ୍ ଭାର। ପ୍ରାରମ୍ଭିକ ଅବସ୍ଥା ପାଇଁ ୟୁନିଟ୍ ବେୟାରିଂ ଚାପ 2 ନ୍ୟୁଟନ per ମିଲିମିଟର ସ୍କୋୟାରରୁ ଅଧିକ ହେବା ଉଚିତ। ରେଡିଆଲ କ୍ଲିୟରାନ୍ସ ଆବଶ୍ୟକୀୟ ଗତି ପ୍ରବଣତା ପ୍ରଦାନ କରିବା ପାଇଁ ରେଡିଆଲ କ୍ଲିୟରାନ୍ସ ଛୋଟ ହେବା ଉଚିତ। ଆଦର୍ଶ ଭାବରେ C is equal to R/1000। ସର୍ବନିମ୍ନ ତେଲ ସ୍ତରର ମୋଟେଇ H0 is equal to R/5000। ତେଲର ଅକ୍ସିଡେସନ ରୋକିବା ପାଇଁ ସର୍ବାଧିକ ତେଲ ସ୍ତରର ତାପମାତ୍ରା less than 120 ଡିଗ୍ରୀ ସେଲସିୟସ୍ ହେବା ଉଚିତ। ବେୟାରିଂ ସାମଗ୍ରୀ। ଏଥିରେ ନିମ୍ନଲିଖିତ ଗୁଣ ରହିବା ଉଚିତ: ଉଚ୍ଚ ସଂକୋଚନ ଶକ୍ତି, ପିଟିଂ ହେତୁ ବିଫଳତାକୁ ଏଡ଼ାଇବା ପାଇଁ ଉଚ୍ଚ ସହନଶୀଳତା ଶକ୍ତି, ଜର୍ନାଲର ଆକାର ସହିତ ନିଜକୁ ଢଳିବାର କ୍ଷମତା ଏହାକୁ କୁହାଯାଏ। ଧୂଳି କଣିକାଗୁଡ଼ିକୁ ଲାଇନିଂରେ ଆବଦ୍ଧ କରିବା ଏବଂ ଅଧିକ ସମସ୍ୟାକୁ ଏଡ଼ାଇବା ପାଇଁ ବେୟାରିଂ ସାମଗ୍ରୀ ନରମ ହେବା ଉଚିତ। ଏହି ଗୁଣକୁ ଏମ୍ବେଡେବିଲିଟି କୁହାଯାଏ। ବାବିଟ୍ ହେଉଛି ସବୁଠାରୁ ଜନପ୍ରିୟ ବେୟାରିଂ ସାମଗ୍ରୀ। ଏହାର ରୂପେଲି ରଙ୍ଗ ହେତୁ ଏହାକୁ ଧଳା ଧାତୁ କୁହାଯାଏ। ବାବିଟ୍ ଦୁଇ ପ୍ରକାରର: ସୀସା ଆଧାରିତ ଏବଂ ଟିନ୍ ଆଧାରିତ। ରୋଲିଂ ଏବଂ ସ୍ଲାଇଡିଂ କଣ୍ଟାକ୍ଟ ବେୟାରିଂ ମଧ୍ୟରେ ତୁଳନା। ହାଇଡ୍ରୋଡାଇନାମିକ୍ ବେୟାରିଂ। ଉଚ୍ଚ ପ୍ରାରମ୍ଭିକ ସଂଘର୍ଷ ଟର୍କ, ଭାର ବହନ କ୍ଷମତା ଗତି ସହିତ ସିଧାସଳଖ ପରିବର୍ତ୍ତନ ହୁଏ। ଏହା ସକ୍ ଏବଂ ଥକ୍କାପଣ ପାଇଁ ଉପଯୁକ୍ତ ଅଟେ। ଏହା ଉଚ୍ଚ ଭାର ଉଚ୍ଚ ଗତି ପ୍ରୟୋଗ ପାଇଁ ବ୍ୟବହୃତ ହୁଏ। ହାଇଡ୍ରୋଷ୍ଟାଟିକ୍ ବେୟାରିଂ, ଭାର ବହନ କରିବା କ୍ଷମତା ଗତି ଉପରେ ନିର୍ଭରଶୀଳ ନୁହେଁ। ରୋଲିଂ କଣ୍ଟ୍ରାକ୍ଟ ବେୟାରିଂ, ଖରାପ ଡ୍ୟାମ୍ପିଂ କ୍ଷମତା, କମ୍ ଷ୍ଟାର୍ଟିଂ ଟର୍କ ଆବଶ୍ୟକ କରେ। ସମ୍ପୂର୍ଣ୍ଣ ଚାଲିବା କ୍ଷମତା ଅଧୀନରେ ହାଇଡ୍ରୋଡାଇନାମିକ୍ ବେୟାରିଂ ତୁଳନାରେ ଘର୍ଷଣ ଜନିତ କ୍ଷତି ଅଧିକ ହୁଏ। ବାରମ୍ବାର ଆରମ୍ଭ ହେବା ପାଇଁ ଉପଯୁକ୍ତ। ଏହା ଅଧିକ ରେଡିଆଲ ସ୍ଥାନ ଆବଶ୍ୟକ କରେ, କିନ୍ତୁ ହାଇଡ୍ରୋଡାଇନାମିକ୍ ଅଧିକ ଆକ୍ସିଆଲ ସ୍ଥାନ ଆବଶ୍ୟକ କରେ। ଜର୍ନାଲ ଅକ୍ଷର ସଠିକ ଅବସ୍ଥାନ ପାଇଁ ଏହାକୁ ପସନ୍ଦ କରାଯାଏ। ବେୟାରିଂରେ ଉତ୍ପନ୍ନ ଉତ୍ତାପ। ଘର୍ଷଣ ହେତୁ ଶକ୍ତି ହ୍ରାସ ହିଁ ଉତ୍ପନ୍ନ ଉତ୍ତାପ ଅଟେ। P ଲସ୍ ମ୍ୟୁ W V। ଏଠାରେ W ରେଡିଆଲ ଭାର, V ଘର୍ଷଣ ଗତି। ଉତ୍ତାପ ବିକିରଣ ସମୀକରଣ HD del T plus 18 whole square into A/K watt। ଏଠାରେ del T ଆମ୍ବିଏଣ୍ଟ ଉପରେ ବେୟାରିଂ ତାପମାତ୍ରା ବୃଦ୍ଧି। A is equal to L into D। K is equal to 0.484 ଅଣ ଭେଣ୍ଟିଲେଟେଡ୍ ବେୟାରିଂ ପାଇଁ। K 0.273 ଉତ୍ତମ ଭେଣ୍ଟିଲେଟେଡ୍ ବେୟାରିଂ ପାଇଁ।